ଆଉ କୋଉ ବାପ ମା ବି କେବେ ମିଛର କେସ୍ କରିପାରିବେନି କି ଗୋଟେ ପିଲା କୁଆଡେ ପଳେଇଛି କେବେ କହିପାରିବେନି। ନମସ୍କାର, ଜୟ ଜଗନ୍ନାଥ। ଆଉ ବହୁତ ଜଣ ଏପର୍ଯ୍ୟନ୍ତ ବି କଲ୍ କରୁଛନ୍ତି, ଯୋଉଟା କି ଲକ୍ଷ ଲକ୍ଷ କଲ୍ 2 ଦିନ ହେଲା ଆସୁଛି। ଆଉ ବହୁତ ଜଣ କଲ୍ କରୁଛନ୍ତି ଏଇଥିପାଇଁ ନା, କାହିଁକି ନା ପୁଅ ମିଳିଲାଣି କି ନାହିଁ। ପୁଅ ଆମକୁ ସକାଳୁ ମିଳିଗଲାଣି, ଆମେ ପୁଅକୁ ଯାଇକି ଭୁବନେଶ୍ୱରରୁ ଆଣିଲୁ, ପୁଅ ସେଇଠି ଥିଲା। ଆଉ ବହୁତ ଜଣ କଲ୍ କରିକି ମଧ୍ୟ କହିଥିଲେ ପୁଅ ଏଇ ଏରିଆରେ ଅଛି। ଆଉ ପୁଅକୁ ପାଇଲା ପରେ ଆମେ କେତେ ଯେ ମାନେ ଟେନସନରୁ ବାହାରିଛୁ ସେଟା ସମସ୍ତେ ବାପା ମା ଜାଣନ୍ତି। ଆଉ ତା ନାଁରେ ସବୁ ଥାନାର କେସ୍ ହେଇଥିଲା, ଯୋଉଟା କି ଆମର ଏଠି ଗୁସାଣ ନୂଆ ଗାଁରେ। ତାପରେ ରେଲୱେ ଷ୍ଟେସନ ବି କମ୍ପ୍ଲେନ୍ ହେଇଥିଲା। ମାନେ 3 ଦିନ କାଳ ଆମେ ପୁରା ବେଦମ ହେଇଯାଇଛୁ ତାକୁ ଖୋଜିବା ପାଇଁ। ଆଉ ନନଷ୍ଟପ୍ ସବୁବେଳେ ବି କଲ୍ ଆସୁଛି, ଆମେ ସମସ୍ତଙ୍କ କଲ୍ ଉଠେଇ ପାରୁନୁ। ଆଉ ବହୁତ ଜଣଙ୍କର କଲ୍ ମଧ୍ୟ ଉଠଉଛୁ, ଯେତେବେଳେ ଟାଇମ୍ ପାଉଛୁ ନିଶ୍ଚିତ ଆମେ କଲ୍ ଉଠଉଛୁ। ଆଉ ଜଣେ 2 ଜଣ କମେଣ୍ଟ ଭାରି ଖରାପ ଦେଇଥିଲେ, ପ୍ରିୟା ଦିଦି ଭ୍ୟୁ ପାଇଁ ଏ ଭିଡ଼ିଓ କରୁଛନ୍ତି। ସେ ଭାଇ ହଉ କି ଭଉଣୀ ହଉ, କେବେ କୋଉ ବାପ ମା ପିଲା ପାଇଁ କେବେ ବି ଏମିତି ଭିଡ଼ିଓ କରିପାରିବେନି। ଆଉ ଯା ଉପରେ ଏସବୁ ବିତିଥିବ ସିଏ ହିଁ ଜାଣିଛି ସେ ଟେନସନରେ। କାହିଁକି ନା ମୋ ଜୀବନ କହିଲେ ସିଏ, କେତେ କଷ୍ଟ ଆମେ ପାଇଛୁ। ଯାହା ହଉ ଭଗବାନଙ୍କ ଦୟାରୁ ମୋତେ ସେ ମିଳିଯାଇଛି। ଆଉ ଯେଉଁମାନେ ବି କଲ୍ କରୁଛନ୍ତି ସମସ୍ତେ ଜାଣି ରଖନ୍ତୁ, ପୁଅ ମିଳିଯାଇଛି। ଆଉ ଯେଉଁମାନେ କହୁଛନ୍ତି ପ୍ରିୟା ଦିଦି ଏସବୁ ଭ୍ୟୁ ପାଇଁ କରିଛନ୍ତି, ମୁଁ ବା ଆଉ କ'ଣ କହିବି।